ଏଇଠି ପକୁଡ଼ିର ଶବ୍ଦ ଶୁଣିଲେ ନା କେତେ କ୍ରିସ୍ପି ବନିଛି। ଏଇଠି ପକୁଡ଼ି ଭାଙ୍ଗିଲା ବେଳେ ବି ବଢ଼ିଆ ଭାଗରେ ଭାଙ୍ଗୁଛି, ମାନେ କ୍ରିସ୍ପି ଅଛି, ଭିତରୁ ପୁରା ନରମ ରହିବ। ଆଜି ପୁରା ସୁପର ଟେଷ୍ଟି ପୁରା କ୍ରିସ୍ପି ଆଳୁ ପିଆଜ ପକୁଡ଼ି ବନେଇବା ସୁପର ଟ୍ରିକ୍ରେ। କିଛି ଜଣ ତେଲ ଯୋଗୁରୁ ପକୁଡ଼ି ଖାଇବା ବନ୍ଦ କରନ୍ତି, ମାନେ ତେଲ ବହୁତ ଟାଣେ। କିନ୍ତୁ ଏଇଠି ମେଜରମେଣ୍ଟ ଦେଖନ୍ତୁ, ଗୋଟେ ଗିନା ତେଲ ନେଇଥିଲି ଆଉ ପକୁଡ଼ି ଛାଣି ସାରିଲା ପରେ ସେଇ ଗୋଟେ ଗିନା ତେଲ ବଳିଛି, ମାନେ ବିଲକୁଲ ବି ତେଲ ଟାଣିବନି। ଆଜିର এই ସୁପର ଟେଷ୍ଟି ପୁରା କ୍ରିସ୍ପି ଆଳୁ ପିଆଜ ପକୁଡ଼ି ପୁରା ପରଫେକ୍ଟ ୱେରେ ବନେଇବା। ମେଜରମେଣ୍ଟ ଠିକ୍ ଧ୍ୟାନ ରଖିଲେ ଆପଣଙ୍କ ପକୁଡ଼ି ବି ପୁରା ପରଫେକ୍ଟ ବନିବ। ଆଜିର ପକୁଡ଼ି ବିନା ସୋଡ଼ାରେ ବନେଇବା। ଏଇଠି ଗୋଟେ ଗିନା ମୁଁ ବେସନ ନେଇଛି, ମାନେ ଏଇ ଗୋଟେ ଗିନାରେ ଗୋଟେ ଗିନା ବେସନ ନେଇଛି ଆଉ ଗୋଟେ ଗିନା ପାଣି ନେବା। ପ୍ରଥମେ ଅଳ୍ପ ପାଣି ଦେଇକରି ଆମେ ବ୍ୟାଟରକୁ ବା ବେସନର ଘୋଳାକୁ ବନେଇବା। ପ୍ରଥମେ ଅଳ୍ପ ଅଳ୍ପ ପାଣି ଦେବା, ଏକା ସାଥିରେ ପାଣିକି ଆଡ଼୍ କରିବାନି, ଯେଉଁଥିପାଇଁ କି ପାଣିର ମେଜରମେଣ୍ଟକୁ ଆମକୁ ଧ୍ୟାନ ରଖିବାକୁ ପଡ଼ିବ। ଏଇଠି ଅଳ୍ପ କିଛି ପାଣି ଦେଇ ସାରିଲା ପରେ ଆଉ ଅଳ୍ପ ପାଣି ଦେବା ଆଉ ଗୋଟେ ଡାଇରେକ୍ସନରେ 5-10 ମିନିଟ୍ ଭଲସେ ଗୋଳେଇ ନେବା, ଯେମିତି ବେସନର କନ୍ସିଷ୍ଟେନ୍ସି ପୁରା ପରଫେକ୍ଟ ରହିବ ଆଉ କଲର୍ ଚେଞ୍ଜ ହେବ। ଏଇଠି 5-10 ମିନିଟ୍ ପାଖାପାଖି ମୁଁ ବେସନକୁ ବଢ଼ିଆ ସେ ଗୋଳେଇ ସାରିଲା ପରେ ଆଗ ଅପେକ୍ଷା ପୁରା କଲର୍ ଚେଞ୍ଜ ହେଇଯାଇଛି ଆଉ କନ୍ସିଷ୍ଟେନ୍ସି ଏତିକି ରଖିବା। ଏଇଠି ଏତିକି ପାଣି ବଳିଛି, ସେଇ ପାଣିରେ ଗୋଟେ ବ୍ୟାଟରରୁ ଗୋଟେ ଠୋପା ପକାଇବା, ଯେମିତିକା ପାଣିରେ ଆମର ବେସନର ଗୋଳାଟା ପୁରା ବଢ଼ିଆ ସେ ଭାସିବ। ଏତିକି ରଖିକିରି ତାକୁ ସାଇଡ଼୍ କରିନେବା, ମାନେ ବେସନର ଗୋଳା ଏମିତି ହିଁ ରଖିବେ, ପୁରା ପରଫେକ୍ଟ ବନିବ। ଆକୁ ସାଇଡ଼୍ କରିନେବା, କଭର ଦେବା ଆଉ 10 ମିନିଟ୍ ପର୍ଯ୍ୟନ୍ତ ରେଷ୍ଟ କରିବା ପାଇଁ ଛାଡ଼ି ନେବା। ଏପଟେ ବେସନର ଗୋଳାକୁ 10 ମିନିଟ୍ ରେଷ୍ଟ କରିସାରିଲା ପରେ ଅଲଗା ପ୍ରିପାରେସନ୍ କରିବା, ଯେଉଁଥିପାଇଁ କି ଆଳୁ ପିଆଜ ପକୁଡ଼ି ପାଇଁ ମୋତେ ଏଇଠି 2ଟା ବଡ଼ ସାଇଜ୍ର ପିଆଜକୁ ଚୋପା ବାହାର କରି ନେଇଛି ଆଉ ଗୋଟେ ମିଡ଼ିଲ୍ ସାଇଜ୍ର ଆଳୁ, ତା ସହିତ 2-4ଟା ରାଗ ଲଙ୍କା, କିଛି ଅଧା ଇଞ୍ଚରୁ ଟିକେ ଅଧିକ ହେବ ଅଦାକୁ ନେଇଛି। ଆଉ ଅଦା ଆଉ କଞ୍ଚା ଲଙ୍କାକୁ ଆମେ ପରେ ବ୍ୟବହାର କରିବା। ପ୍ରଥମେ ପିଆଜ ଆଉ ଆଳୁକୁ ପୁରା ସରୁ ସରୁ କରି କାଟି ନେବା। ନମସ୍କାର ଦର୍ଶକ ବନ୍ଧୁ, ଯଦି ମୋର ଭିଡ଼ିଓ এই পর্যন্ত দেখি সারিলেଣି, যদি ଆପଣମାନଙ୍କୁ ଟିକେ ବି ପସନ୍ଦ ଆସେ ପ୍ଲିଜ୍ ଛୋଟ ଗୋଟେ ଲାଇକ୍ ସହିତ କମେଣ୍ଟ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। ଏଇଠି ମୁଁ ପିଆଜକୁ ପ୍ରଥମେ 2 ଫାଳ କରିସାରିଲା ପରେ ଏମିତି ଆଡ଼ ବାଗିଆ ପୁରା ପତଳା ପତଳା କରି କାଟୁଛି, ଯେଉଁଥିପାଇଁ କି ଆମର ପିଆଜ ଗୁଡ଼ାକ ଲଛା ହେବ। ଆଉ ପିଆଜ ଗୁଡ଼ାକୁ ଟିକେ ମୋଟା କରି କାଟିବା, ଯେଉଁଥିପାଇଁ କି ପିଆଜ ପକୁଡ଼ି ବନେଇଲା ବେଳେ ଅଧିକ କରି ମାନେ ପୋଡ଼ିଯିବନି ବା ଜଳିଯିବନି। ଆଉ ଟିକେ ମିଡ଼ିଲ୍ ସାଇଜ୍ ରଖିଲେ ପିଆଜ ପକୁଡ଼ିଟା ପୁରା ପରଫେକ୍ଟ କୁକ୍ ହେବ ଆଉ ବହୁତ ଟେଷ୍ଟ ଲାଗିବ। ଆପଣଙ୍କୁ ଯେମିତି ପସନ୍ଦ ସେମିତି ହିଁ କାଟିବେ। ପିଆଜକୁ କାଟି ସାରିଲା ପରେ ଆଳୁ ଗୁଡ଼ାକୁ ଆମେ ପୁରା ପତଳା ପତଳା କରି କାଟିବା, ମାନେ ଯେମିତି ଆମେ ପିଆଜକୁ କାଟିଛେ ସେଇଭଳିଆ ହିଁ ପତଳା ପତଳା କରି କାଟି ନେବା। ଏଇଠି ମୁଁ ଭିଡ଼ିଓରେ ଆପଣମାନଙ୍କୁ ଦେଖାଉଛି ଯେମିତି ସେମିତି ହିଁ କାଟିବା। ପ୍ରଥମେ ପତଳା ପତଳା କରି କାଟି ସାରିଲା ପରେ 3 ପିସ୍ ଆଳୁକୁ ପୁରା ଗୋଟେ ସାଇଜ୍ରେ ରଖିବା। ଆଉ ଯେମିତି ପିଆଜ କାଟିଛନ୍ତି ସେଇ ପ୍ରୋସେସ୍ରେ ବା ସେଇ ସାଇଜ୍ରେ ଆମେ ଆଳୁକୁ କାଟିବା, ଯେଉଁଥିପାଇଁ କି ଆଳୁ ଆଉ ପିଆଜ ଏକା ସାଥିରେ କୁକ୍ ହେବ, ପୁରା ବଢ଼ିଆ ସେ ସିଝିବ। ଏଇଠି ଆଳୁକୁ କାଟି ସାରିଲା ପରେ ଆମେ ପାଣିରେ ପକାଇ ନେବା, ଯେଉଁଥିପାଇଁ କି ଆମର ଆଳୁଟା ବିଲକୁଲ ବି କଳା ପଡ଼ିବନି। ଏଇଠି ମୁଁ ଆଳୁକୁ କାଟିକି ପାଣିରେ ପକାଇ ନେଲି, ପିଆଜ ଆମର କଟା ହେଇଯାଇଛି, ତାକୁ ସାଇଡ଼୍ କରିନେବା। ଏପଟେ ଅଦା ଆଉ କଞ୍ଚା ଲଙ୍କାର ଅଛି, ତାକୁ ଆମେ ଛେଚିକିରି ନେଇ ଆସିବା। ଏଇଠି ତେଲର ମେଜରମେଣ୍ଟକୁ ଧ୍ୟାନ ରଖନ୍ତୁ, ମାନେ ଗୋଟେ ଗିନାରୁ ଟିକେ କମ୍ ଅଛି। ଆଉ ଛାଣି ସାରିଲା ପରେ ଆପଣମାନଙ୍କୁ ତେଲର ମେଜରମେଣ୍ଟ ଦେଖେଇବି, ପୁରା ପରଫେକ୍ଟ ରହିବ, ମାନେ ବିଲକୁଲ ବି ତେଲ ଟାଣିବନି। ଏବେ କ'ଣ କରିବା ନା, ତେଲକୁ ଆମେ ମାନେ ଗ୍ୟାସରେ ବସେଇକି ଗରମ କରିନେବା। ଏଇ ଗୋଟେ ଗିନାରୁ ଟିକେ କମ୍ ତେଲ ନେଇଛି, ତାକୁ ଗରମ ହେବା ପାଇଁ ଛାଡ଼ିବା। ତେଲ ସେପଟେ ଗରମ ହେବା ଭିତରେ ଆମେ ଏପଟେ ଦେଖନ୍ତୁ, ଯେଉଁ ଆମେ ବ୍ୟାଟର ବା ବେସନର ଗୋଳାକୁ ଗୋଳେଇ ରଖିଥିଲେ ପୁରା ବଢ଼ିଆ ସେ ସେଟ୍ ହେଇଯାଇଛି। ଆଉ ଟିକେ ଗୋଳେଇ ନେବା। ଆଜିର ପକୁଡ଼ିରେ ଆମେ ବିଲକୁଲ ବି ସୋଡ଼ା ବ୍ୟବହାର କରିବାନି, କିନ୍ତୁ ବଢ଼ିଆ ସୁପର ଟେଷ୍ଟି ବନିବ। ଉପରୁ ପୁରା କ୍ରିସ୍ପି ରହିବ ଆଉ ଭିତରୁ ପୁରା ସଫ୍ଟ। କି କର୍ଣ୍ଣଫ୍ଲୋର ବି ବ୍ୟବହାର କରିବା ନାହିଁ। ଏଇଠି ବ୍ୟାଟର ରଖିନେବା ସାଇଡ଼୍ରେ। ଆଉ ଏଠି କଲର୍ ପାଇଁ ଅଧ ଛୋଟ ଚାମଚ ହଳଦୀ ଗୁଣ୍ଡ ଆଡ଼୍ କରିବା, ଭଲ ଫ୍ଲେଭର ବା ଡାଇଜେସନ୍ ପାଇଁ ବହୁତ ବଢ଼ିଆ କାମ ଦିଏ। ସେଇଥିପାଇଁ ଗୋଟେ ଚାମଚ ଦେବା ଗୋଟା ଜିରା, ଅଧ ଛୋଟ ଚାମଚ ଗୋଟା ଜୁଆଣିକି ଦେବା, ହାତରେ ଟିକେ କ୍ରସ୍ କରି, ବହୁତ ବଢ଼ିଆ ଫ୍ଲେଭର ଆସିବ ଆଉ ଡାଇଜେସନ୍ ପାଇଁ ବି କାମ ଦେବ। ୟାକୁ ଜୁଆଣିକି ଦେଇ ସାରିଲା ପରେ ଏଇଠି ଅଳ୍ପ କିଛି ହେଙ୍ଗୁ ଆଡ଼୍ କରିଛି। ହେଙ୍ଗୁଟା ବହୁତ ବଢ଼ିଆ ବାସ୍ନା ଆସିବ। ତା ସହିତ ପକୁଡ଼ିରେ ଯେହେତୁ ତେଲ ଜିନିଷ ବନାଉଛେ, ହେଙ୍ଗୁଟା ଦେଲେ ଆମର ଡାଇଜେସନ୍ ପାଇଁ କାମ ଦେବ। ବହୁତ କରି ଭୃଷଙ୍ଗ ପତ୍ରକୁ ଏମିତି ବଡ଼ ବଡ଼ ସାଇଜ୍ର ଅଛି, ଛୋଟ ଛୋଟ କରି କାଟି ନେବା। ଆଉ କଞ୍ଚା ଲଙ୍କା ଅଦା ଛେଚାକୁ ଦେବା। ଆଉ ଆଗରୁ ଛୋଟ ଛୋଟ କରି କାଟିକି ରଖିଥିବା ପିଆଜକୁ ଆଡ଼୍ କରିବା। ଯେଉଁ ଆଳୁକୁ ପାଣିରେ ପକାଇ ରଖିଥିଲେ ତାକୁ ଛାଣିକି ଏଇସବୁ ଛୋଟ ଛୋଟ
प्रोसेस को बा ट्रिक को फॉलो कले आपणक पकुड़ी बिल्कुल भी तेल टाणिबनी। आपण मैंने जो भय करछंती तेल जिनस खाइबेनी आराम से खाई परिबे। एठी आपण देइदबा आलू को तापरे स्वाद अनुसार लुण दबा जोथि पई कि हमर आलू आ प्याजटा सॉफ्ट हो जिवो। ता लुण देई सारला परे भलसे कोड़े नबा। एठी आलू प्याज गोळई सारला परे आलू पकईजे आ पियाज पूरा सॉफ्ट हो लुण पकईचे जेहेतु आपको कवर दे मात्र 5 मिनट रेस्ट करने छाड़ा जो कि आमर आलू पियाज पकुड़ीटा पूरा सुपर क्रिस्पी और टेस्टी बनब। ये जो बेसन गोलैला पानी व्यवहार करी गोटे गिना से ही बड़ी 5 मिनट पर कवर काढ़ा आलू परिमाण में पूरा कमी जाइए माने सॉफ्ट हो जाइए जेहेतु आम लुण पकईले ये सबको आउ टे गोलई नबा। आलू पकुड़ीटा आमर सुपर क्रिस्पी बनब से 2 बड़ चामच आम चाउल गुंड दबा। तापर एपट जो तेल गरम करथिले चेतुरु गोटे डंकी माने छोट गोटे चामच नबा आउ सेथिरे देई दबा। आउ प्रथमे चामच साहाय्य गोलई नबा तापर हाथ साहाय्य सबुड़ा को भलसे मिसई नबा। जदि आपण पकुड़ी रे आलू खाइबा को पसंद करू नाहंती ताले आलू को स्किप करिवे। नॉर्मली जेमिति प्याज पकईले आलू को स्किप करके पकुड़ी बनेबे। से सब को गोलई सारला परे कंस्टेंट पकुड़ी रो कोनोसी माने सेप न थाए एमती नॉर्मली हाथ रे धरिबा ताको नेगिरी पकेइबा। ये पकुड़ी छाणला बेले टिके सावधान हेबे तेल हाई फ्लेम रे गरम हबो। आ पकुड़ी की पूरा छोट छोट करी छाणिबे जोथि पई कि पकुड़ी पूरा ऊपर क्रिस्पी भीतर सॉफ्ट रहइबा आ खूब कम समय रे सिजिबो आ भीतर कादुआलिया लागिबनी बा भीतर कंचा रहइबनी। एबे पकुड़ी की छोट छोट साइज रे देइकरी गैस अपन हाई रखिकरी पकुड़ी को अल्प अल्प की दबा माने जेति कढ़ई रे चाका हबो। एठी टिके कलर चेंज हे गलानी गोटे पटे सेट हे गला परे दुई पटे एपट सेपट करनबा आ पकुड़ी की छाणी नबा। जदि आमे बड़ बड़ करी पकुड़ी पकई देबा ऊपर तो क्रिस्पी हबो किंतु भीतर बिल्कुल भी सॉफ्ट लागिबनी। तेणु पकुड़ी रो कोनोसी शेप न थाए तेणु छोट छोट करी पकेइबा। एठी राग पकुड़ी रे खाइबा बहुत पसंद करथिबे ताले कंचा लंका को टिके चिरा लगेबा। ए पकुड़ी छाणिबा भितरे हमर लंका भी बढ़िया से भाजी हे जिवो आ पकुड़ी बढ़िया से छाणी हे जिवो। एबे पकुड़ी हे गला कलर चेंज एबे छाणी नबा। एठी हमर सुपर टेस्टी पूरा क्रिस्पी आलू पियाज पकुड़ी तो रेडी हो गला किंतु आपण मानक मु कहितली तेलर मेजरमेंट को ध्यान करिबा माने पकुड़ी छाणी सारला परे हमर केति तेल बळुची मु आपण मानक एठी वीडियो रे देखौची। आमे पकुड़ी बनेबा पई गोटे गिना तेल व्यवहार करथिले आ पकुड़ी छाणी सारला परे एठी तेल को आपण मानक गोटे से गिना को मु ढाळ के देखौची माने जो गिना रे तेल मेजरमेंट कर नेइथिले से गिना को तेल ढाଳି सारला परे आमर तेल एतिकी बळिची माने जेतिकी नेइथिले सेतिकी ही पाखापाखी बळिची माने गोटे गिनारो टिके कम नेइथिले आ गोटे गिनारो कम टिके माने अल्प टिके सरिची माने अधिक तेल टाणी। आपण मान भी एमिति उपाय रे पकुड़ी छाणंतु बिल्कुल भी तेल टाणीबनी। आज रे रेसिपी आपण मानु केमति लागिला कमेंट सेक्शन रे शेयर जणेबे। रहिली नमस्कार।